ପଦ୍ମପୁରାଣ ଓ ସ୍କନ୍ଧ ପୁରାଣରେ ବର୍ଣ୍ଣିତ କଥା ଅନୁସାରେ ସତ୍ୟଯୁଗର ଚତୁର୍ଥ ଚରଣରେ ବୈଶାଖ ମାସର ଶୁକ୍ଳ ଚତୁର୍ଦ୍ଦଶୀରେ ଭଗବାନ ନୃସିଂହଙ୍କର ଆବିର୍ଭାବ ହୋଇଥିଲା। ଭଗବାନ ନୃସିଂହ ଭଗବାନ ବିଷ୍ଣୁଙ୍କ ରୌଦ୍ର ରୂପର ପ୍ରତୀକ ଅଟନ୍ତି। ଭଗବାନ ନୃସିଂହ ହିରଣ୍ୟକଶ୍ୟପକୁ ବଧ କରି ପୃଥିବୀରୁ ଧାର୍ମିକ ଉତ୍ପୀଡ଼ନ ଓ ପ୍ରତ୍ୟେକ ପ୍ରକାରର ବିପଦକୁ ସମାପ୍ତ କରି ଧର୍ମକୁ ପୁନର୍ସ୍ଥାପିତ କରିଥିଲେ। ନମସ୍କାର, ଆପଣ ସମସ୍ତଙ୍କୁ ନୃସିଂହ ଜନ୍ମର ହାର୍ଦ୍ଦିକ ଶୁଭେଚ୍ଛା। ପୃଥିବୀରୁ ପାପକୁ ନଷ୍ଟ କରିବାକୁ ଯାଇ ଅନେକ ଥର ଭଗବାନ ଏହି ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଅବତାର ନେଇ। ସେହି ଅବତାର ମଧ୍ୟରୁ ନୃସିଂହ ହେଉଛନ୍ତି ଚତୁର୍ଥ ଅବତାର। ଏହି ଅବତାରରେ ଭଗବାନ ବିଷ୍ଣୁ ମଣିଷର ଶରୀର ଓ ସିଂହର ମସ୍ତକ ଧାରଣ କରିଥିଲେ। ସେ ତ ଭକ୍ତ ବତ୍ସଳ ଭକ୍ତ ପ୍ରହ୍ଲାଦକୁ ନିର୍ଯାତନାରୁ ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶ୍ୟପକୁ ବିଦାରଣ କରିଥିଲେ। ନୃସିଂହ ପୁରାଣରେ ନୃସିଂହ ବ୍ରତ ଓ ପୂଜାବିଧି ଏବଂ ଏହି ବ୍ରତ କଲେ କ'ଣ ଫଳାଫଳ ମିଳେ ତାହାର ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଅଛି। ଏହି ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ, ସ୍ୱାମୀ ଓ ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି। ସତ୍ୟଯୁଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ପୂର୍ବକ ରାଜା ଇନ୍ଦ୍ରଦ୍ୟୁମ୍ନ ଦିବ୍ୟଦାରୁଙ୍କ ସନ୍ଧାନ ପାଇ ଏହି ସ୍ଥାନରେ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରି ବ୍ରହ୍ମା ଓ ନାରଦଙ୍କ ନିର୍ଦ୍ଦେଶ କ୍ରମେ ଉଗ୍ରମୂର୍ତ୍ତି ଶ୍ରୀ ନରସିଂହଙ୍କୁ ପ୍ରତିଷ୍ଠିତ କରିଥିଲେ। ଦିବ୍ୟଦାରୁଙ୍କ ଏହିଠାରେ ମୂର୍ତ୍ତି ଗଠନ ଓ ପ୍ରତିଷ୍ଠା ପାତାଳ ନୃସିଂହ ମନ୍ତ୍ରରେ କରାଯାଇଥିଲା। ତାପରେ ଏକ ରଥଯାତ୍ରା ଅନୁଷ୍ଠିତ କରି ଠାକୁରଙ୍କୁ ଶ୍ରୀମନ୍ଦିର ବା ରତ୍ନବେଦୀରେ ନେଇ ଅଧିଷ୍ଠିତ କରାଯାଇଥିଲା। ତେଣୁ ଯଜ୍ଞ ନୃସିଂହ ମନ୍ଦିରକୁ ଓ ଗୁଣ୍ଡିଚା ମନ୍ଦିରକୁ ଶ୍ରୀଜୀଉଙ୍କ ଜନ୍ମବେଦୀ କିମ୍ବା ଅଡ଼ପବେଦୀ ବୋଲି ଅଭିହିତ କରାଯାଏ। ଏହି ଯଜ୍ଞ ନୃସିଂହ ମନ୍ଦିରଟିରେ ପ୍ରଥମ ଥର ବିଦାରଣ କରୁଥିବା ନୃସିଂହ ଭଗବାନଙ୍କର ଉଗ୍ର ମୂର୍ତ୍ତିଟିଏ ପୂଜା ପାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦେବତାଙ୍କର ଏହି ଉଗ୍ର ସ୍ୱରୂପର ଉପାସନା ସହଜପ୍ରାୟ ନ ହେବାରୁ ଏହାଙ୍କ ସାମ୍ନାରେ ଯୋଗାରୂଢ଼ ଏକ ଲକ୍ଷ୍ମୀ ନୃସିଂହଙ୍କର ମୂର୍ତ୍ତି ପ୍ରତିଷ୍ଠିତ କରାଯାଇଅଛି। ଏହି ଯଜ୍ଞ ନୃସିଂହ ମନ୍ଦିରର ନିର୍ମାଣ ଶୈଳୀ ବା କାରୁକାର୍ଯ୍ୟ ବର୍ତ୍ତମାନର ଶ୍ରୀମନ୍ଦିର ସହ ଅନେକ ମାତ୍ରାରେ ସମକକ୍ଷ ଅଟେ। ଭାଗବତ ପୁରାଣ ଅନୁଯାୟୀ ହିରଣାକ୍ଷର ସାନ ଭାଇ ହିରଣ୍ୟକଶ୍ୟପ ନିଜ ଭାଇର ମୃତ୍ୟୁ ପାଇଁ ଭଗବାନ ବିଷ୍ଣୁଙ୍କୁ ଦାୟୀ କରୁଥିଲା। ସେ ପ୍ରତିଶୋଧ ପରାୟଣ ହୋଇ କଠୋର ତପସ୍ୟା କଲା ଓ ବ୍ରହ୍ମାଙ୍କ ଠାରୁ ଅମରତ୍ୱର ବର ମାଗି ବସିଲା। ସେ ମାଗିଲା, ଭଗବାନ କିମ୍ବା ରାକ୍ଷସ, ମନୁଷ୍ୟ କିମ୍ବା ପଶୁ, ଅସ୍ତ୍ର କିମ୍ବା ଶସ୍ତ୍ର କେଉଁଥିରେ ବି କାହାରି ଦ୍ୱାରା ବି ତାର ମୃତ୍ୟୁ ହେବ ନାହିଁ। ରାତି କିମ୍ବା ଦିନ, ଘରେ କିମ୍ବା ବାହାରେ କେଉଁଠାରେ ବି ସେ ମୃତ୍ୟୁବରଣ କରିବ ନାହିଁ। ବ୍ରହ୍ମାଙ୍କ ଠାରୁ ଏହି ବର ପ୍ରାପ୍ତ କଲା ପରେ କାଳକ୍ରମେ ସେ ବଡ଼ ଅତ୍ୟାଚାରୀ ହୋଇଗଲା। ହିରଣ୍ୟକଶ୍ୟପ ଓ ତାଙ୍କ ପତ୍ନୀ କୟାଧୁଙ୍କର ଏକ ପୁତ୍ର ଜନ୍ମ ନେଲା, ଯିଏକି ଭକ୍ତ ପ୍ରହ୍ଲାଦ ନାମରେ ପ୍ରସିଦ୍ଧ ହେଲା। ଭକ୍ତ ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ହୋଇଥିବାରୁ ପିତାଙ୍କ କ୍ରୋଧର ପାତ୍ର ହୋଇଗଲେ। ଭଗବାନ ସବୁଠାରେ ଅଛନ୍ତି, ସେ ସର୍ବବିଦ୍ୟମାନ, ଏହି କଥାକୁ ପ୍ରମାଣିତ କରିବାକୁ ଯାଇ ଭକ୍ତ ପ୍ରହ୍ଲାଦ ଏକ ସ୍ତମ୍ଭକୁ ଦେଖାଇ ଦେଲେ ଓ କହିଲେ, ହଁ, ଭଗବାନ ଏଠାରେ ବି ଅଛନ୍ତି, କାରଣ ସେ ସର୍ବବିଦ୍ୟମାନ। ଭକ୍ତର ବାଣୀ କେବେ ବି ଅନ୍ୟଥା ହୁଏ ନାହିଁ, ଅସତ୍ୟ ହୁଏ ନାହିଁ। ଭକ୍ତର ବାଣୀକୁ ସତ୍ୟ ପ୍ରମାଣିତ କରିବାକୁ ଯାଇ ସେହି ସ୍ତମ୍ଭରୁ
ଭଗବାନ ନୃସିଂହ ବାହାରି ଆସିଥିଲେ ଓ ହିରଣ୍ୟକଶ୍ୟପକୁ ନିଜ ନଖରେ ବିଦାରି ବଧ କରିଥିଲେ। ଏହି ସମୟଟି ନା ତ ଦିନ ଥିଲା ନା ହିଁ ରାତି ହୋଇଥିଲା। ସେ ସମ୍ପୂର୍ଣ୍ଣ ଭାବରେ ନା ତ ମଣିଷ ଥିଲେ ନା ହିଁ ପଶୁ ଥିଲେ। ହିରଣ୍ୟକଶ୍ୟପକୁ ମାରିବା ପାଇଁ ସେ କୌଣସି ପ୍ରକାରର ଅସ୍ତ୍ର ବି ବ୍ୟବହାର କରିନଥିଲେ। ଭଗବାନ ନୃସିଂହ ସନ୍ଧ୍ୟା ସମୟରେ ଅବତରିତ ହୋଇଥିଲେ। ସୁତରାଂ ଉକ୍ତ ଦିବସରେ ପ୍ରତିବର୍ଷ ଶ୍ରୀ ଜଗନ୍ନାଥ ମନ୍ଦିର ସନ୍ଧ୍ୟା ପ୍ରହରରେ ତାଙ୍କ ଜନ୍ମୋତ୍ସବକୁ ପାଳନ କରି ଉତ୍ସବ ମୁଖର ହୁଏ। ଏତିକିରେ ମୁଁ ମୋର ବାଣୀକୁ ବିରାମ ଦେଉଛି। ଜୟ ନୃସିଂହ, ଜୟ ଜଗନ୍ନାଥ।